ବନ୍ଧୁଗଣ, ଆପଣ ଜାଣନ୍ତି କି ମୃତ୍ୟୁ ପରେ ପ୍ରତ୍ୟେକ ମନୁଷ୍ୟକୁ ଯମଲୋକର ମାର୍ଗରେ ଏକ ଅତି ଭୟଙ୍କର ନଦୀ ପାର ହେବାକୁ ପଡ଼ିଥିଲା। ଗରୁଡ଼ ପୁରାଣ ଅନୁସାରେ ଏହି ମହାଭୟଙ୍କର ନଦୀର ନାମ ହେଉଛି ବୈତରଣୀ, ଯେଉଁଠାରେ ପାପୀ ଆତ୍ମାମାନଙ୍କୁ ଅକଳ୍ପନୀୟ କଷ୍ଟ ଭୋଗିବାକୁ ପଡ଼େ। କିନ୍ତୁ ପୁଣ୍ୟବାନ ଆତ୍ମାମାନେ ଏହାକୁ ଅତି ସହଜରେ ପାର କରିଯାଆନ୍ତି। ସ୍ୱୟଂ ଭଗବାନ ଶ୍ରୀହରି ବିଷ୍ଣୁ ନିଜ ବାହନ ଗରୁଡ଼ଜୀଙ୍କୁ ଏହି ବୈତରଣୀ ନଦୀର ସମସ୍ତ ଗୁପ୍ତ ରହସ୍ୟ ବିଷୟରେ କହିଥିଲେ। ଆଜିର ଏହି ବିଶେଷ ଭିଡ଼ିଓରେ ଆମେ ସେହି ରହସ୍ୟମୟ କଥା ଏବଂ ଏକ ମର୍ମସ୍ପର୍ଶୀ ପୌରାଣିକ କାହାଣୀ ବିଷୟରେ ଜାଣିବା, ଯାହାକୁ ଶୁଣିଲେ ମନୁଷ୍ୟର କୋଟି କୋଟି ପାପ ନଷ୍ଟ ହୋଇଯାଏ। ତେଣୁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଦିନେ ପବିତ୍ର ବୈକୁଣ୍ଠ ଲୋକରେ ପକ୍ଷୀରାଜ ଗରୁଡ଼ ଅତି ବିନମ୍ର ସ୍ୱରରେ ପ୍ରଭୁଙ୍କୁ ପଚାରିଲେ, ହେ ପ୍ରଭୁ, ହେ ଦୀନାନାଥ, ମୁଁ ଆପଣଙ୍କ ଶ୍ରୀମୁଖରୁ ସ୍ୱର୍ଗ ଓ ମୋକ୍ଷର ଅନେକ କଥା ଶୁଣିଛି, କିନ୍ତୁ ମୋ ମନରେ ଯମଲୋକର ସେହି ଦୁର୍ଗମ ମାର୍ଗକୁ ନେଇ ଏକ ଭୟଙ୍କର ଶଙ୍କା ସୃଷ୍ଟି ହେଉଛି। ପାପୀ ଆତ୍ମାମାନେ ମୃତ୍ୟୁ ପରେ ଯେଉଁ ବିକରାଳ ନଦୀ ପାର ହୁଅନ୍ତି, ତାର ସ୍ୱରୂପ କେମିତି, ଆଉ ଜୀବ କେଉଁ ପୁଣ୍ୟ ବଳରେ ସେହି ନଦୀକୁ ସହଜରେ ପାର କରିପାରିବ, କୃପା କରି ମୋତେ କୁହନ୍ତୁ। ଭଗବାନ ବିଷ୍ଣୁ ହସିଲେ ଏବଂ କହିଲେ, ହେ ଗରୁଡ଼, ତୁମେ ମାନବ ଜାତିର କଲ୍ୟାଣ ପାଇଁ ଅତି ଗୂଢ଼ ପ୍ରଶ୍ନ ପଚାରିଛ। ସେହି ନଦୀର ନାମ ବୈତରଣୀ। ଏହାର ଭୟଙ୍କର ସ୍ୱରୂପ ବିଷୟରେ କହିବା ପୂର୍ବରୁ ମୁଁ ତୁମକୁ ଏକ ପ୍ରାଚୀନ ଇତିହାସ ଶୁଣାଉଛି, ଯାହା ଶୁଣିଲେ ତୁମେ କର୍ମର ମହିମା ବୁଝିପାରିବ। ଭଗବାନ ବିଷ୍ଣୁ କହିଲେ, ପ୍ରାଚୀନ କାଳରେ ପୃଥିବୀରେ କହ୍ଲା ନାମକ ଏକ ଅତ୍ୟନ୍ତ ସୁନ୍ଦରୀ ସ୍ତ୍ରୀ ରହୁଥିଲା। ବିଧାତା ତାକୁ ଅପ୍ସରା ଭଳି ରୂପ ଦେଇଥିଲେ ସତ, କିନ୍ତୁ ତାର ଅନ୍ତର ଥିଲା କପଟ, ଈର୍ଷା, ବାସନା ଏବଂ ଲୋଭର କଳା ଅନ୍ଧକାରରେ ପୂର୍ଣ୍ଣ। ତାର ବିବାହ ଏକ ଧର୍ମପରାୟଣ ସରଳ ବ୍ରାହ୍ମଣଙ୍କ ସହ ହୋଇଥିଲା। ସ୍ୱାମୀ ଦିନରାତି ପରିଶ୍ରମ କରି ତାକୁ ସୁଖ ଦେବାକୁ ଚେଷ୍ଟା କରୁଥିଲେ, ହେଲେ କହ୍ଲା ସଦାବେଳେ ତାଙ୍କୁ କଟୁବଚନ କହୁଥିଲା ଏବଂ ଅପମାନିତ କରୁଥିଲା। ସେ କେବଳ ଧନୀ ପୁରୁଷ ଏବଂ ଶାରୀରିକ ସୁଖର ଲାଳସାରେ ଅନ୍ଧ ହୋଇ ସଜବାଜ ହୋଇ ଜଙ୍ଗଲ ଓ ନଗର ବାହାରେ ବୁଲୁଥିଲା। ଦିନେ ସେ ନିଜର ପବିତ୍ର ଗୃହ ତ୍ୟାଗ କରି ସଦାଦିନ ପାଇଁ ଜଙ୍ଗଲ ଆଡ଼କୁ ଚାଲିଗଲା। ଜଙ୍ଗଲରେ ଭଟକି ଭଟକି ସଞ୍ଜ ହୋଇଗଲା। କହ୍ଲା ଭୟରେ ଏକ ଗଛ ମୂଳେ ବସି କାନ୍ଦିବାକୁ ଲାଗିଲା। ସେହି ସମୟରେ ଆକାଶରେ ଏକ ଭୟଙ୍କର ଗର୍ଜନ ହେଲା ଏବଂ ମେଘ ଭଳି କଳା ଏକ ବିଶାଳ ଶାଗୁଣା ଆସି ନିଜର ଲୁହା ଭଳି ଶକ୍ତ ନଖରେ କହ୍ଲାକୁ ଜାବୁଡ଼ି ଧରି ଆକାଶକୁ ଉଡ଼ିଗଲା। କହ୍ଲା ଚିତ୍କାର କରୁଥିଲା, କିନ୍ତୁ ତାର ରଡ଼ି ଶୁଣିବାକୁ କେହି ନଥିଲେ। ଶେଷରେ ସେହି ଶାଗୁଣାଟି କହ୍ଲାକୁ ହିମାଳୟର ଏକ ବରଫାବୃତ ଚୁଟି ଉପରକୁ ତଳକୁ ଫିଙ୍ଗିଦେଲା। କହ୍ଲାର ହାତ ଗୋଡ଼ ଭାଙ୍ଗି ଯାଇଥିଲା। ସେ କଷ୍ଟରେ ରଡ଼ି ରଡ଼ି ଏକ ଅନ୍ଧାର ଗୁମ୍ଫା ଭିତରକୁ ଗଲା। ସେଠାରେ ସେ ଏକ ଭୟଙ୍କର ବିଲୁଆକୁ ଦେଖି ଡରିଗଲା, କିନ୍ତୁ ସେହି ବିଲୁଆଟି ମନୁଷ୍ୟ ବାଣୀରେ କହିଲା, ହେ ଦେବୀ, ଭୟ କର ନାହିଁ, ମୁଁ ମାଂସ ଖାଇବା ଛାଡ଼ି ଦେଇଛି। ମୁଁ କେବଳ ପବନ ସେବନ କରି ମୃତ୍ୟୁକୁ ଅପେକ୍ଷା କରୁଛି। କହ୍ଲା ଆଶ୍ଚର୍ଯ୍ୟ ହୋଇ ପଚାରିଲା, ତୁମେ ପଶୁ ହୋଇ ମନୁଷ୍ୟ ଭାଷାରେ କେମିତି କହୁଛ? ବିଲୁଆଟି କହିଲା, ପୂର୍ବ ଜନ୍ମରେ ମୁଁ ଜଣେ ପରମ ବୈଷ୍ଣବ ଭକ୍ତଙ୍କ ଖପୁରିରେ ଥିବା ପବିତ୍ର ଜଳ ପିଇ ଦେଇଥିଲି, ଯାହାଦ୍ୱାରା ମୋର ପଶୁ ପ୍ରବୃତ୍ତି ନଷ୍ଟ ହୋଇଗଲା ଏବଂ ମୋତେ ପୂର୍ବଜନ୍ମର ସମସ୍ତ କଥା ମନେ ପଡ଼ିଗଲା। ବିଲୁଆଟି କହିଲା, ପୂର୍ବଜନ୍ମରେ ମୁଁ ପିଙ୍ଗଳ ନାମକ ଏକ କ୍ରୂର ଶିକାରୀ ଥିଲି।
ମୁଁ ନିର୍ଦ୍ଦୟ ଭାବେ ଅନେକ ନିରୀହ ପଶୁପକ୍ଷୀଙ୍କୁ ହତ୍ୟା କରିଥିଲି। ଦିନେ ଜଙ୍ଗଲରେ ଏକ ସିଂହ ମୋତେ ମାରିଦେଲା। ମୃତ୍ୟୁ ପରେ ଭୟଙ୍କର ଯମଦୂତମାନେ ମୋ ଗଳାରେ ଫାଶ ବାନ୍ଧି ତପ୍ତ ବାଲି ଏବଂ ଖଣ୍ଡା ଭଳି ଧାରୁଆ ପତ୍ର ଥିବା ଅସିପତ୍ର ବନ ଦେଇ ମୋତେ ଚାବୁକ ମାରି ମାରି ଟାଣି ନେଲେ। ଶେଷରେ ସେମାନେ ମୋତେ ବୈତରଣୀ ନଦୀ କୂଳକୁ ନେଇଗଲେ। ସେହି ନଦୀରେ ପାଣି ନଥିଲା, ବରଂ ଫୁଟୁଥିବା ଲାଲ ରକ୍ତ, ପୂଜ ମୂତ୍ର ଏବଂ ମାଂସର କାଦୁଅ ଥିଲା। ତାର ଚାରିପାଖରେ କଙ୍କାଳର ପାହାଡ଼ ଥିଲା। ନଦୀ ଭିତରେ ଭୟଙ୍କର କୁମ୍ଭୀର ଏବଂ ବିଷାକ୍ତ ସାପ ଜୀବମାନଙ୍କୁ ଗ୍ରାସ କରୁଥିଲେ। ଯେଉଁମାନେ ପୃଥିବୀରେ ଗୋଦାନ କରିଥିଲେ ସେମାନଙ୍କ ସାମ୍ନାରେ ଏକ ଦିବ୍ୟ ଗାଈ ପ୍ରକଟ ହେଲା ଏବଂ ସେମାନେ ଗାଈର ଲାଙ୍ଗୁଡ଼ ଧରି ଅତି ସହଜରେ ପାର ହୋଇଗଲେ। କିନ୍ତୁ ମୁଁ ପାପୀ ହୋଇଥିବାରୁ ଯମଦୂତମାନେ ମୋତେ ସେହି ଫୁଟୁଥିବା ରକ୍ତ ନଦୀ ଭିତରକୁ ଫିଙ୍ଗିଦେଲେ। ମୁଁ ହଜାର ହଜାର ବର୍ଷ ସେହି ନଦୀରେ ସଢ଼ିଲି ଏବଂ ପରେ ଯମରାଜ ମୋତେ ଏହି ବିଲୁଆ ୟୋନିରେ ଜନ୍ମ ଦେଲେ। ଏହି କଥା ଶୁଣି ପ୍ରହ୍ଲାଦର ସମସ୍ତ ଅହଙ୍କାର ଚୂର୍ଣ୍ଣ ହୋଇଗଲା। ସେ ନିଜର ପାପ ପାଇଁ ଅତି ବ୍ୟାକୁଳ ହୋଇ କାନ୍ଦିବାକୁ ଲାଗିଲା। ସେ ଅନ୍ନ ଜଳ ତ୍ୟାଗ କରି ଗୁମ୍ଫା ଭିତରେ ଓಂ ନମ ଭଗବତେ ବାସୁଦେବାୟ ମହାମନ୍ତ୍ର ଜପ କରିବାକୁ ଲାଗିଲା। ଦିନେ କିଛି ହିଂସ୍ର ଗଧିଆ ଆସି ତାର ଶରୀରକୁ ବିଦାରି ଦେଲେ, କିନ୍ତୁ ମୃତ୍ୟୁ ସମୟରେ ତାର ମନ ଭଗବାନଙ୍କ ଚରଣରେ ଥିଲା। ସଚ୍ଚା ପ୍ରାୟଶ୍ଚିତ ଏବଂ ହରିନାମର ମହିମା ଯୋଗୁଁ ତାର ସମସ୍ତ ପାପ କଟିଗଲା। ବୈକୁଣ୍ଠରୁ ଦିବ୍ୟ ବିମାନ ଆସିଲା ଏବଂ ପ୍ରହ୍ଲାଦ ସହିତ ସେହି ପ୍ରାୟଶ୍ଚିତ କରୁଥିବା ଜ୍ଞାନୀ ବିଲୁଆର ଆତ୍ମା ମଧ୍ୟ ମୋକ୍ଷ ପ୍ରାପ୍ତି କରି ବୈକୁଣ୍ଠ ଧାମକୁ ଚାଲିଗଲେ। ତେଣୁ ବନ୍ଧୁଗଣ, ସ୍ୱୟଂ ଭଗବାନ ବିଷ୍ଣୁ କହିଛନ୍ତି କି ମନୁଷ୍ୟ ଯେତେ ବଡ଼ ପାପୀ ହେଲେ ମଧ୍ୟ ଯଦି ଶେଷ ସମୟରେ ସେ ସଚ୍ଚା ହୃଦୟରେ ପ୍ରାୟଶ୍ଚିତ କରେ ଏବଂ ପ୍ରଭୁଙ୍କ ଶରଣାଗତ ହୁଏ, ତେବେ ସେ ବୈତରଣୀ ନଦୀର ସମସ୍ତ କଷ୍ଟରୁ ମୁକ୍ତି ପାଇଯାଏ। ଆଶା କରୁଛୁ ଗରୁଡ଼ ପୁରାଣର ଏହି ଜ୍ଞାନବର୍ଦ୍ଧକ କଥା ଆପଣଙ୍କୁ ଭଲ ଲାଗିଥିବ। ଭିଡ଼ିଓଟିକୁ ଗୋଟିଏ ଲାଇକ୍ ନିଶ୍ଚୟ କରନ୍ତୁ ଏବଂ କମେଣ୍ଟ ବକ୍ସରେ ଜୟ ଶ୍ରୀ ହରି ବିଷ୍ଣୁ ଲେଖିବାକୁ ଭୁଲନ୍ତୁ ନାହିଁ। ଏମିତି ଆହୁରି ଆଧ୍ୟାତ୍ମିକ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ। ଜୟ ମା ଲକ୍ଷ୍ମୀ, ଜୟ ଜଗନ୍ନାଥ, ଧନ୍ୟବାଦ।